ଭିନ୍ନକ୍ଷମ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପୁରୀ ତରଫରୁ ବିଶ୍ୱ ହ୍ୱିଲ୍ ଚେୟାର ଦିବସ ପାଳନ କରାଯାଇଛି। ବଡ଼ଶଙ୍ଖସ୍ଥିତ ରାଣୀ ସତୀ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ବିଶିଷ୍ଟ ବ୍ୟଙ୍ଗକବି ନାଟ୍ୟକାର ରତ୍ନାକର ବେହେରା, ଶ୍ରୀକ୍ଷେତ୍ର ଇନ୍ର ହ୍ୱିଲ୍ କ୍ଲବ ସମ୍ପାଦିକା ରାଜଲକ୍ଷ୍ମୀ ଦାସ ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ସ୍ୱାଗତ ଭାଷଣ ଦେଇଥିଲେ। ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଏକ ହ୍ୱିଲ୍ ଚେୟାର ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ, ନୃତ୍ୟ, କବିତା, ମ୍ୟୁଜିକ୍, ହ୍ୱିଲ୍ ଚେୟାର ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 15 ଜଣ ଭିନ୍ନକ୍ଷମଙ୍କୁ ନ୍ୟୁଟ୍ରିସନ୍ ବ୍ୟାଗ୍, 10 ଜଣଙ୍କୁ ହ୍ୱିଲ୍ ଚେୟାର ଏବଂ ନିଜେ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥିବା 15 ଜଣ ବ୍ୟକ୍ତିଙ୍କୁ ବିଶେଷମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗଜଲକ୍ଷ୍ମୀ ରାୟ, ବନିତା ଦୀକ୍ଷିତ, ଦୀପକ ପଳେଇ, ବର୍ଷା ମିଶ୍ର, ଶ୍ରୀଧର ବେହେରା, ଶିଶିର ସାହୁ, ପ୍ରଭୁପ୍ରସାଦ ପଣ୍ଡା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ନ୍ୟୁଜ୍ ସଂଘାର ଲାଇଭ୍।